ଦ୍ୱାଦଶ ରାଶିଚକ୍ରର ଦଶମ ରାଶି ତଥା ଗ୍ରହଜଗତର ନ୍ୟାୟପରାୟଣ ଗ୍ରହ ଶନିଦେବଙ୍କର ରାଶି ମକର ରାଶି। ଆଜିକା ଉପସ୍ଥାପନାରେ ଜାଣିବା 2025 ମସିହା ନଭେମ୍ବର ମାସ ପାଇଁ ମକର ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ନଭେମ୍ବର ମାସରେ ମକର ରାଶିର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ମକର ରାଶିର ଦ୍ୱିତୀୟ ଧନଭାବର ଅଧିପତି ଶନି ଦ୍ୱିତୀୟ ଅର୍ଥାତ୍ ଧନଭାବରେ ଅବସ୍ଥାନ କରିଥିବାରୁ ପ୍ରାପ୍ତ ହେବାକୁ ଥିବା ବକେୟା ଅର୍ଥ ସାମାନ୍ୟ ବିଳମ୍ବରେ ହସ୍ତଗତ ହେବ। ଲାଭ ବା ଆୟ ଭାବରେ ଅବସ୍ଥିତ ବିଛାରାଶି ଅଧିପତି ମଙ୍ଗଳ ନିଜ ଘର ବିଛାରାଶିରେ ଅବସ୍ଥାନ କରୁଥିବାରୁ ଆୟର ସ୍ରୋତ ପ୍ରବାହମାନ ରହିବ। ମକର ରାଶିର ସପ୍ତମ ବାଣିଜ୍ୟ ସ୍ଥାନ କର୍କଟ ରାଶିରେ ବୃହସ୍ପତି ଉଚ୍ଚ ଭାବରେ ଅବସ୍ଥାନ କରି ମକର ରାଶିର ଏକାଦଶ ବା ଆୟ ଭାବ ଏବଂ ମକର ରାଶି ଓ ମକର ରାଶିର ତୃତୀୟ ଭାବ ଉପରକୁ ଦୃଷ୍ଟି ଦେଉଥିବାରୁ ଏହି ମାସରେ ମକର ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଲାଭ କମାଇବାରେ ସମର୍ଥ ହେବେ। ବେପାର କ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରି କରୁଥିଲେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ପରିଶ୍ରମ ଅନୁଯାୟୀ ଫଳ ନିଶ୍ଚିତ ରୂପେ ପାଇବେ। ଉପରିସ୍ଥ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିବ। ଅଫିସରେ କାର୍ଯ୍ୟରତ ସହଯୋଗୀମାନଙ୍କ ସହିତ ମିଳିମିଶି କାମ କଲେ କାମରେ ସଫଳତା ପାଇବା ନିଶ୍ଚିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ମାସର ପ୍ରଥମାର୍ଦ୍ଧ ଅପେକ୍ଷା ମାସର ଦ୍ୱିତୀୟାର୍ଦ୍ଧଟି ଅତି ଅନୁକୂଳ ଫଳ ପ୍ରଦାନ କରିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ନଭେମ୍ବର ମାସ ମକର ରାଶି ପାଇଁ ମାନ୍ଦା ଅବସ୍ଥା ଭିତରେ ଗତି କରିବ। ନିଜର ଅଳସୁଆପଣ ଯୋଗୁଁ ପ୍ରତ୍ୟେକ ପାରିବାରିକ କାର୍ଯ୍ୟ ବିଳମ୍ବିତ ହେବ। ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଯୋଗୁଁ ହେବାକୁ ଥିବା କାର୍ଯ୍ୟ ଅଧାରେ ଅଟକି ରହିଯିବାର ସମ୍ଭାବନା। ଗୃହ ନିର୍ମାଣ କାର୍ଯ୍ୟରେ ମଜ୍ଜି ରହିବେ। ସହଧର୍ମିଣୀଙ୍କ ଅନୁଶାସନରେ ରହିବା ଯୋଗୁଁ ସମୟରେ ମନ ମଧ୍ୟରେ ବିଦ୍ରୋହ ଭାବ ଦେଖାଦେଇପାରେ। ମକର ରାଶିର ଅଧିପତି ଶନି ମକର ରାଶିର ତୃତୀୟ ଭାବ ମୀନ ରାଶିରେ ରହିଥିବାରୁ ଭାଇ ଭଉଣୀଙ୍କ ସାଙ୍ଗରେ ସମ୍ପର୍କ ଅତି ଉତ୍ତମ ରହିବ। ଅବିବାହିତ ରହିଥିବା ମକର ରାଶି ପୁଅ ଓ ଝିଅଙ୍କ ପାଇଁ ବହୁତ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯିବ। ନଭେମ୍ବର ମାସରେ ଲଭ୍ ଲାଇଫରେ ଥିବା ମକର ରାଶିଜାତ ବ୍ୟକ୍ତି ସନ୍ଦେହୀ ସ୍ୱଭାବର ରହିବେ। କଥାବାର୍ତ୍ତାରେ ସଂଯମତା ନ ରଖିବା ଏବଂ ନିଜର ଜିଦ୍ଦି ସ୍ୱଭାବ ଯୋଗୁଁ ପ୍ରେମ ସମ୍ପର୍କ କ୍ଷେତ୍ରରେ ଅଯଥା ମାନସିକ ଉତ୍ତେଜନା ଲାଗି ରହିବ। କିନ୍ତୁ ଗୋଚରରେ ଶୁକ୍ର ମହାଗ୍ରହଙ୍କର ସ୍ଥିତି ଠିକ୍ ରହିଥିବା ହେତୁ ବିଶେଷ କିଛି ବିଭ୍ରାଟ ଘଟିବ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ନଭେମ୍ବର ମାସ ମକର ରାଶି ପାଇଁ ଶରୀରରେ ବାୟୁ ବିକାର ଜନିତ ରୋଗ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଏହା ସହିତ ଚର୍ମରୋଗ ଏବଂ ସ୍ନାୟୁବିକ ଦୁର୍ବଳତା ଦେଖାଦେଇପାରେ। ପୁରୁଣା ନ୍ୟୁରୋଲୋଜିକାଲ ପେସେଣ୍ଟମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ ହେବ। ଏତ ଗଲା ମୋଟାମୋଟି ଭାବରେ ନଭେମ୍ବର ମାସ ପାଇଁ ମକର ରାଶିର ମାସିକ ରାଶିଫଳ।
ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମକର ରାଶିଜାତ ବ୍ୟକ୍ତି ଶନିଦେବଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ଦର୍ଶନ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।